ସତ୍ୟର ଉନ୍ମୋଚନ କରି ସମସ୍ତଙ୍କୁ ମୁଁ ଜଣେଇ ଦେବା ପାଇଁ ଚାହେଁ, ମୁଁ ତମ ସହିତ ଭଲ ପାଉଥିଲି, ବାହା ହେଇ ସଂସାର କରିବା ପାଇଁ ଚାହୁଁଥିଲି, କିନ୍ତୁ ଏ ମାମୁଁ ଭାଣିଜୀ ଦି ଜଣ ଯାକ ମୋ ପ୍ରସ୍ତାବ ଗ୍ରହଣ କରିବା ତ ଦୂରର କଥା, ମୋ ଛାଇ ଟିକେ ଛୁଇଁବାକୁ ବି ଇଚ୍ଛା କଲେନି। ମୁଁ ତ ଜଣେ ମଣିଷ ଭରା ଖୁନି, ତୋତେ ଘୃଣା ନ କରି କଣ ଆଦର କରିଥାନ୍ତେ? ସେଇଥିପାଇଁ ଆଜ୍ଞା ଦୀପକ ବାବୁ ଘରେ ନଥିଲା ବେଳେ ତାଙ୍କ ଘରେ ବସି ତମସାକୁ ଉଠେଇ ଆଣି ମୁଁ ତା ଇଜ୍ଜତ ନେଇ ଯାଇଥିଲି। ତମସା ଯୋଉ ପୁଅକୁ ଜନ୍ମ ଦେଇଛି ମୁଁ ତାର ବାପା। ମୁଁ ଜାଣିଛି ମୋର ଆଉ ଜେଲରୁ ମୁକ୍ତି ନାହିଁ, ସେଇଥିପାଇଁ ମୋ ପୁଅକୁ ମୋ ବାପର ପରିଚୟ ଦେବା ପାଇଁ ଆସିଛି। ଏ ତମସା ପାରିବୁ ତ ମତେ କ୍ଷମା କରିଦେବୁ, ଆଉ ଧରି ନେବୁ ଗୋଟେ ମୃତ୍ୟୁପଥର ଯାତ୍ରୀ ପାଇଁ ଏତିକି ତାର ଶେଷ ଇଚ୍ଛା।